ହ୍ୟାଲୋ ସାଙ୍ଗମାନେ, ହର ହର ମହାଦେବ। ତ ସାଙ୍ଗମାନେ, ମୁଁ ଗୋଟେ ବହୁତ ପୁରୁଣା ମନ୍ଦିର ବିଷୟରେ କିଛି କହିବି। ତ ସାଙ୍ଗମାନେ, ଯେଉଁ ପୁରୁଣା ମନ୍ଦିର ବିଷୟରେ କିଛି କହିବାକୁ ଯାଉଛି ନା, ସେ ମନ୍ଦିର ବିଷୟରେ ବହୁତ ଲୋକ ଅଛନ୍ତି ଜାଣି ହିଁ ନାହାନ୍ତି। କଥାରେ ଅଛି ନା, ଗୋଟେ ଜିନିଷ ଯେତେ ପୁରୁଣା ହେଲେ ତା ମୂଲ୍ୟ ବହୁତ ବଢ଼ିଯାଇଥାଏ। କିନ୍ତୁ ଏ ମନ୍ଦିର ତ ବହୁତ ବର୍ଷ ପୁରୁଣା ହେଇଗଲାଣି, କିନ୍ତୁ ଏ ମନ୍ଦିର ବିଷୟରେ ବହୁତ ଲୋକ ଅଛନ୍ତି ଜାଣିନାହାନ୍ତି। କିଛିଟା ଲୋକ ଜାଣିଛନ୍ତି। ସେ ମନ୍ଦିର ବିଷୟରେ କିଛି କହିବାକୁ ଯାଉଛି। ସେ ମନ୍ଦିର ନା ଆଉ କେଉଁଠି ନାହିଁ, ସେଇଟା ଆମ ଗ୍ରାମରେ ହିଁ ଅବସ୍ଥିତ ଅଛି। ଓ ସେ ମନ୍ଦିର ନାଁ ହେଉଛି ତ୍ରିଲୋଚନେଶ୍ୱର ମହାଦେବ। ଆଉ ଏବେ ନା ଏଇଟା ଗଭର୍ଣ୍ଣମେଣ୍ଟ ଅଣ୍ଡରରେ ହେଇଯାଇଛି। ଏଇଟା ବି ଜଣା ନାହିଁ କାହାକୁ ଏଇଟା କେବେ ହେଇଥିଲା କ'ଣ ନାହିଁ, ଏଇଟା ଜଣା ବି ନାହିଁ। ଗଭର୍ଣ୍ଣମେଣ୍ଟ ଅଣ୍ଡରରେ ପଳାଇଲା ନା, ତ ଜଣା ବି ପଡ଼ିଯିବ ଏଇଟା କେତେ ଶହ ବର୍ଷ ପୁରୁଣା ମନ୍ଦିର। ତ ସାଙ୍ଗମାନେ, ମୁଁ ତ ଜାଣିନି ଏ ମନ୍ଦିର କେତେ ଶହ ବର୍ଷ ପୁରୁଣା କି କ'ଣ, ମୁଁ ତ ଜାଣିନି। କିନ୍ତୁ ମୋ ଜେଜେମାନେ କହନ୍ତି, ତାଙ୍କ ଜେଜେମାନଙ୍କର ଜେଜେ କହୁଥିଲେ କି କୋଣାର୍କ ମନ୍ଦିର ତିଆରି କରିଥିବା 1200 ବଢ଼େଇ ଏଠି ବସବାସ କରୁଥିଲେ। ସେ ଫେରିକି ଆସିଲା ଟାଇମ୍ରେ ତ କିଛି କିଛି ପଥର ଆଣିକି ଆସନ୍ତି। ତାଙ୍କର କଳାକୃତି ସାହାଯ୍ୟରେ ନା ଏଠାରେ ମନ୍ଦିର ଗଢ଼ିଥିଲେ। ଇଏ ଗୋଟିଏ ମନ୍ଦିର ନୁହଁ, ଏମିତି ଅନେକ ମନ୍ଦିର ଅଛି ବହୁତ ପୁରୁଣା। ସେଥିମଧ୍ୟରୁ ଆମର ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର, ଯେଉଁଟାକି ଷଡ଼ାଂଶ ଗ୍ରାମରେ ଅଛି। ଏ ମନ୍ଦିରରେ ରହସ୍ୟ ବହୁତ ଅଛି। ଲୋକମାନେ କହନ୍ତି ଭକ୍ତିରେ ଡାକିଲେ ନା ମହାଦେବ ସମସ୍ତଙ୍କର ଇଚ୍ଛା ପୂରଣ କରନ୍ତି। ସେଥିମଧ୍ୟରୁ ଗୋଟେ ଉଦାହରଣ ନା ମୁଁ ନିଜେ, ମୋର ନା ଗୋଟେ ରୋଗ ହୋଇଥିଲା। ମୋ ବାପା ମାଆ ମାନେ ବହୁତ ମୋତେ ମେଡ଼ିକାଲ ନିଅନ୍ତି, କିନ୍ତୁ ସେଠି ବି ଭୁଲ ମାରିଗଲେ। କିନ୍ତୁ ଆମ ଗାଁର ଏଇ ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିରରେ କିଛି ବର୍ଷ ପରେ ମୋର ରୋଗ ଭଲ ହେଇଗଲା। ସେ ରୋଗରେ ନା ମୋର ସବୁ ନିଶ୍ୱାସ ପ୍ରଶ୍ୱାସ ସବୁ ବନ୍ଦ ହେଇଯାଉଥିଲା, ଆଉ ମୋ ଶରୀର ପୁରା ନୀଳ ପଡ଼ିଯାଉଥିଲା। ଯେମିତି ଗୋଟେ ପାରାଲିସିସ୍ ପେସେଣ୍ଟ ଯେମିତି ପଡ଼ିଯାଏ ନା, ମୁଁ ପୁରା ସେମିତି ହେଇଯାଉଥିଲି। କି ଯାହାକୁ ମୁଁ ଅତି ବେଶୀ ଭଲ ପାଏ ନା, ତାକୁ ଯଦି ମୁଁ ନ ଦେଖେ ମୋର ଏମିତି ଅବସ୍ଥା ହେଇଯାଇଥିଲା। ମୁଁ ଜାଣିନି ସେ ରୋଗ ଆଉ କାହାକୁ ହେଇଛି କି ନାହିଁ। ମୁଁ ଚାହୁଁନି ବି ଭଗବାନ କରନ୍ତୁ ସେ ରୋଗ ଆଉ କାହାକୁ ହଉ, କିନ୍ତୁ ମୋତେ ହେଇଛି। ମୁଁ ଜାଣିଛି ସେ କେମିତି ହୁଏ କ'ଣ ନାହିଁ। ନା ମହାଯଜ୍ଞ ସମୟରେ ଏଠାରେ ଠାକୁର ବି ବାହାରକୁ ଆସନ୍ତି। ଏଠାରେ ବସବାସ କରୁଥିବା ଲୋକମାନେ ବହୁତ ଥର ଦେଖିଛନ୍ତି ଠାକୁରଙ୍କୁ। ଏଇଟା ସତ୍ୟ ନୁହେଁ, ଏଇଟା ରିଆଲିଟି। ଆଉ ଚାଲ ଏବେ ଆମ ମନ୍ଦିର ଦେଖାଯାଉଛି। ଏଇଟା ମନ୍ଦିରର ବାହାର ଗେଟ୍। ଏଠାରେ ଡେଭଲପମେଣ୍ଟ ହେଉଛି, ତ ସେଥିପାଇଁ ଧୀରେ ଧୀରେ କାର୍ଯ୍ୟ ଚାଲିଛି। ଇଏ ପ୍ରଭୁ ନନ୍ଦୀ ମହାରାଜ। ଓ ଏଠାରେ ନା ଏମିତି ବହୁତ ସାରା ପେଣ୍ଟିଂ ଅଛି, ଯେଉଁଟାକି ଜଷ୍ଟ 15 ବର୍ଷ ପୂର୍ବରୁ ବନେଇ ଦିଆଯାଇଥିଲା। ଏ ଫଟୋରୁ ଜଣା ଦିଆଯାଉଛି ନା ଭଗବାନଙ୍କର କେତେ ଗୁଡ଼ାଏ ରୂପ। ବୃଷଭ ଉପରେ ବସି ସଂସା ବୁଲନ୍ତି, ବାଘ ଛେଲ ପିନ୍ଧି ସାପ ଅଣ୍ଟାରେ ଘୂରାନ୍ତି। ରାଗିଲେ ନାଚନ୍ତି ନଟରାଜ ହୋଇ, ରାଗିଲେ ନାଚନ୍ତି ନଟରାଜ ହୋଇ, ପିନ୍ଧିଲେ ଲମ୍ବା ଜଟା ଲୋଇ। ଏଥିରୁ ଜଣାପଡ଼ୁଥିବ ନା ଏ ମନ୍ଦିର କେତେ ଶହ ବର୍ଷ ପୁରୁଣା, କାହିଁକି ନା ଇଏ ବହୁତ କମ୍ ଦେଖିବାକୁ ମିଳେ। ଆଉ ଏଠାରେ ନା ଭଗବାନଙ୍କର 3 ଲିଙ୍ଗ ଏଠି ସ୍ଥାପିତ ହେଇଛି। ଇଏ ପାତାଳପୁଟି ଲିଙ୍ଗ, ଆଉ ଇଏ ନା ପ୍ରଭୁ ମହାଦେବ। ଏଇଟା ମନ୍ଦିର ବାହାର ଦୃଶ୍ୟ, ଯେଉଁଠିକି ଏଠାରେ ମାତା ପାର୍ବତୀ ଅଛନ୍ତି। ଆଉ ଏଠାରେ ନା ପ୍ରଭୁ କାର୍ତ୍ତିକେୟ ଅଛନ୍ତି। ଆଉ ଏଠାରେ ପ୍ରଭୁ ଗଣେଶ ସ୍ଥାପିତ ଅଛନ୍ତି। ଦେଖୁଥିବେ ଏଥିରେ ବହୁତ ଜିନିଷ ଭଙ୍ଗାରୁଜା ହେଇଯାଇଛି। ଆପଣ ଶୁଣିଥିବେ ଆସିଲା କଳା ପାହାଡ଼ ଭାଙ୍ଗିଲା ଲୁହାର ବାଡ଼। ସେଇ କଳା ପାହାଡ଼ ଏ ମନ୍ଦିରର ପଥର ସବୁ ଭାଙ୍ଗିଥିଲା। ଖାଲି ଏ ଗୋଟେ ମନ୍ଦିର ଭାଙ୍ଗିନଥିଲା, ଏମିତି ବହୁତ ସାରା ମନ୍ଦିର ଭାଙ୍ଗିଥିଲା, ଖାଲି ଗୋଟେ ମନ୍ଦିରକୁ ଛାଡ଼ିକି। ସେଇଟା ହେଉଛି କାକଟପୁରରେ ଥିବା ମା ମଙ୍ଗଳାଙ୍କ ମନ୍ଦିର, ଯେଉଁଟାକି କଳା ପାହାଡ଼ ଆସିଲା ଟାଇମ୍ରେ ନା ମାଙ୍କ ମନ୍ଦିର ଘୁଞ୍ଚି ଯାଇଥିଲା।
ତ ସେଥିପାଇଁ ମାଆଙ୍କ ମନ୍ଦିର ଭାଙ୍ଗି ପାରିନଥିଲା। ଏଠାରେ ନା ମହାଯଜ୍ଞ ହୁଏ। ଆଉ ଦେଖିପାରୁଥିବେ ଏହି ବୃକ୍ଷକୁ, ଏ ବୃକ୍ଷର ନାମ ନା ନାଗଚମ୍ପା। ଯୋଉଟା ଦେଖିପାରୁଥିବେ ଏ ଗଛରେ ଫୁଲ କେତେ ସାରା ହେଇଛି, ବହୁତ ସାରା ଫୁଲ ହେଇଛି ନାଗଚମ୍ପାର, ଯୋଉଟା ଶିବ ମନ୍ଦିରରେ ଲାଗେ ଖାସ୍ କରିକି। ଆଉ ଏଠାରେ ନା ଆମର ଭାଗବତ ଘର ଥିଲା, ଯୋଉଟାକି ବୃଷଭ ତିଆରି ପାଇଁ ଏଇଟା ଭଙ୍ଗା ଦିଆଯାଇଗଲା। ଆଉ ଏଇଟା ଦେଖିପାରୁଥିବେ, ଏଇଟା ଯେଉଁ ଗେଟ୍ଟା ବନା ହେଇଛି, ଏଇଟା ଜଷ୍ଟ ଗୋଟେ ବର୍ଷ ପୂର୍ବରୁ ବନେଇ ଦିଆଯାଇଛି। ଦେଖିପାରୁଥିବେ ଆର ଦୃଶ୍ୟ। ଡେଭଲପମେଣ୍ଟ ଚାଲିଛି ନା, ଆପଣ ତ ଜାଣିଥିବେ ଗଭର୍ଣ୍ଣମେଣ୍ଟ ପୁରା ସ୍ଲୋ, ତ ସେଥିପାଇଁ ଧୀରେ ଧୀରେ କାମ ଚାଲିଛି। ଏଇଟା ଥିଲା ଆମର ମନ୍ଦିରର ପୁରା ଦୃଶ୍ୟ। ତ୍ରିଲୋଚନେଶ୍ୱର ମହାଦେବ